श्री परमात्मने नमः। ॐ नमो भगवते वासुदेवाय। ॐ नमो नारायणाय। नैनं छिन्दन्ति शस्त्राणि, नैनं दहति पावकः, न चैनं क्लेदयन्त्यापो, न शोषयति मरुतः। अज्ञानेन तिमिरन्धस्य ज्ञानाञ्जनेशलाकया चक्षुरुन्मीलितं येन तस्मै श्रीगुरवे नमः। गुरुर्ब्रह्मा गुरुर्विष्णु गुरुर्देव महेश्वर, गुरुर्साक्षात् परब्रह्म, तस्मै श्रीगुरवे नमः। जय जगन्नाथ। मोर फेसबुक समस्त कर्मकर्ता वृंद, बंधु माने, सांगसाथी माने, सहपाठी माने, भाई भौणी माने, बापा माँ माने, गुरु गुरुजन माने एवं श्रद्धेय सान सान पिला माने, जस्ट आपण मानकु लाइव माध्यम रे गीता चर्चा परिसर को स्वागत करुची। आसंतु आज्ञा आग को आगे जीवा। गत श्लोक रे जहाँ जहाँ श्रीकृष्ण भगवान गांडीवधारी अर्जुन को कही ताहा उपरे सम्यक आलोचना करिया। पुणी आग को आगेवा। तो यह आज्ञा श्रीमद् भगवत गीतार द्वितीय अध्याय सांख्य जगरे अर्जुन युद्ध भूमि को आसीचंती सत, किंतु युद्ध करिवा पई चाहूना जमारू। तांको श्रीकृष्ण भगवान विभिन्न प्रकार कर्म माध्यम रे, विभिन्न प्रकार योग माध्यम रे, विभिन्न प्रकार गुण तत्व माध्यम रे बुझेवा को चेष्टा करछंती एवं तांको युद्ध करिवा पई प्रेरणा मध्य देउछंती। आसंतु जे सांख्य मार्गी मानकर धारणा कर्म बंधन कारक बा केमते कोन ताहा एठी आलोचित होइছে। ना भुक्तं खीयते कर्म कल्पकोटि शतैरपि, अवश्यमेव भक्तव्यं कृतं कर्म शुभाशुभम। भगवान श्रीकृष्णଙ୍କର मत ହେଉଛି कर्म बंधन कारक नुहे। कर्मफल कामना ओ कर्तृत्वाभिमान बंधनर कारण अटे। एणु निष्काम भावरे जय पराजय, लाभ क्षति को समान मने करी कर्म कले ताहा बंधक होई न थाए। नेहाभिक्रमणा स्वस्ति प्रत्यवायो न विद्यते, स्वल्पमप्यस्य धर्मस्य त्रायते महतो भयात्। इह अभिक्रमनाशकः न अस्ति। एही निष्काम कर्मयोगर आरब्ध कर्मर निष्फलता नाही। प्रत्यवाय न विद्यते, विघ्न मध्य हुए नाही। अस्य धर्मस्य स्वल्पम अति। यही धर्मर अति अल्प आचरण मध्य महत भयात्रायते, महाभयरु रक्षा करिथाए। एही निष्काम कर्म योगरे आरब्ध कर्मर निष्फलता नाही, विघ्न मध्य हुए नाही। एही धर्मर अति अल्प आचरण मध्य महाभयरु रक्षा करिथाए।
ସକାମ କର୍ମ ଯଜ୍ଞ ଆଦି। ଯଜ୍ଞ ହେଉଛି ସକାମ କର୍ମ ଠିକ୍ ଭାବରେ ବା ନିୟମ ଅନୁସାରେ ଅନୁଷ୍ଠାନ କରା ନ ଗଲେ ସୁଫଳ ପ୍ରଦାନ କରେ ନାହିଁ, ବରଂ କୁଫଳ ପ୍ରଦାନ କରିଥାଏ। ପୁଣି ଠିକ୍ ଭାବରେ ଅନୁଷ୍ଠିତ କର୍ମର ଫଳ ଭୋଗ ଶେଷରେ ନଷ୍ଟ ହୋଇଯାଏ। ମାତ୍ର ନିଷ୍କାମ କର୍ମ ମନର ମଳିନତା ଦୂର କରିଥାଏ। କୌଣସି କର୍ମ ଉପରେ ଆମର ଆଶା ରଖିବାନି ଆଜ୍ଞା। ନିଷ୍କାମ କର୍ମ ମନର ମଳିନତା ଦୂର କରେ, କର୍ତ୍ତାକୁ ଈଶ୍ୱରାଭିମୁଖୀ କରିଥାଏ, ଈଶ୍ୱରଙ୍କୁ ଅର୍ପଣ କରିଦେଇଥାଏ। ନିଷ୍କାମ କର୍ମର ସ୍ୱଳ୍ପ ଆଚରଣ ମଧ୍ୟ ଫଳପ୍ରସୂ ହୋଇଥାଏ। କର୍ତ୍ତା କ୍ରମେ କ୍ରମେ ଅଗ୍ରସର ହୋଇ ଏକ ଜନ୍ମରେ ନହେଲେ ବି ଅନେକ ଜନ୍ମରେ ନିଷ୍କାମ କର୍ମର ସିଦ୍ଧି ଲାଭ କରିଥାଏ, ଅର୍ଥାତ୍ ମୋକ୍ଷ ପ୍ରାପ୍ତ ହୁଏ। ବ୍ୟବସାୟାତ୍ମିକା ବୁଦ୍ଧି ରେକେହ କୁରୁ ନନ୍ଦନ ବହୁ ଶାଖା ହ୍ୟନନ୍ତାଶ୍ଚ ବୃଦ୍ଧୟ ବ୍ୟବସାୟିନାମ୍। କୁରୁ ନନ୍ଦନ, ହେ ଅର୍ଜୁନ, ଏହି ନିଷ୍କାମ କର୍ମଯୋଗରେ ବ୍ୟବସାୟାତ୍ମିକା ବୁଦ୍ଧି, ନିଶ୍ଚୟାତ୍ମିକା ବୁଦ୍ଧି, ଏକନିଷ୍ଠ ବା କେବଳ ଏକ ବିଷୟରେ ହିଁ ହେଲେ ଅବ୍ୟବସାୟିନାଂ ଅସ୍ଥିର ଚିତ୍ତ ସକାମ ବ୍ୟକ୍ତିମାନଙ୍କର ବୁଦ୍ଧୟ ବୁଦ୍ଧି ସବୁ ବହୁ ଶାଖା ଅନନ୍ତଃ ଚ ବହୁ ଶାଖାରେ ବିଭକ୍ତ ଓ ଅନନ୍ତ। ହେ ଅର୍ଜୁନ, ଏହି ନିଷ୍କାମ କର୍ମଯୋଗରେ ବୁଦ୍ଧି ବ୍ୟବସାୟାତ୍ମିକା ଓ ଏକନିଷ୍ଠା ହେଲେ ଅସ୍ଥିର ଚିତ୍ତ ସକାମ ବ୍ୟକ୍ତିଙ୍କର ବୁଦ୍ଧି ବହୁ ଶାଖାରେ ବିଭକ୍ତ ଓ ଅନନ୍ତ। ଏକ ପରମେଶ୍ୱରଙ୍କ ଉପରେ ନିର୍ଭର କରି ନିଷ୍ଠାର ସହିତ କର୍ମ କରି ନିଷ୍କାମ କର୍ମଯୋଗୀ ଧାରଣା ରଖନ୍ତି ଯେ ମୋ କାମ ନିଶ୍ଚୟ ସଫଳ ହେବ। ସକାମ ବ୍ୟକ୍ତିଙ୍କର ଚିତ୍ତ ସବୁବେଳେ ଅସ୍ଥିର। ଗୋଟିଏ କାମ କରୁ କରୁ ଯଦି କେଉଁଠୁ ଧାରଣା ହୁଏ ଅନ୍ୟ ଗୋଟିଏ କାମ କଲେ ଆହୁରି ଅଧିକ ଲାଭ ହେବ, ତେବେ ସେ ପ୍ରଥମଟିକୁ ଛାଡ଼ି ଦ୍ୱିତୀୟଟିରେ ଲାଗିଯିବେ। ଏଥିପାଇଁ ତାଙ୍କର ମନ ସବୁବେଳେ ଅସ୍ଥିର। ନିଷ୍କାମ କର୍ମଯୋଗୀ ଭଗବାନଙ୍କ ଠାରେ ଅଚଳା ଭକ୍ତି ରଖି ତାଙ୍କ ଉପରେ ସର୍ବଦା ନିର୍ଭର କରି ଜୀବନଯାତ୍ରା ନିର୍ବାହ କରୁଥିଲା ବେଳେ ସକାମୀ ସାଂସାରିକ ସୁଖ ସମୃଦ୍ଧି, ପୁତ୍ର ପୌତ୍ରାଦି ଓ ପରଲୋକରେ ସ୍ୱର୍ଗସୁଖ ପ୍ରଭୃତି ଆଶା କରି ବିଭିନ୍ନ ପ୍ରକାର କର୍ମ ଯାଗଯଜ୍ଞର ଅନୁଷ୍ଠାନ କରିଥାନ୍ତି। ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦ୍ୟନ୍ତ ବିପଶ୍ଚିତ ବେଦବାଦ ରତଃ ପାର୍ଥ ନାନ୍ୟ ଦସ୍ତିତି ବାଦିନଃ। ପାର୍ଥ, ହେ ଅର୍ଜୁନ, ଅବିପଶ୍ଚିତଃ ଅବିବେକୀ, ବେଦବାଦରତଃ ବେଦୋକ୍ତ କର୍ମକାଣ୍ଡର ପ୍ରଶଂସାରେ ଅନୁରକ୍ତ ଆସକ୍ତି ଥିବା, ଅନ୍ୟତ୍ ନ ଅସ୍ତି ଇତି। ବାଦିନଃ, ତା ଛଡ଼ା ଆଉ କିଛି ନାହିଁ, ଏହି ମତବାଦୀ ଜାଂ ଇମାଂ ପୁଷ୍ପିତାଂ ବାଚଂ, ଏହି ଯେ ପ୍ରଶଂସାମୂଳକ ବାକ୍ୟ ପ୍ରବଦନ୍ତି କହନ୍ତି। ହେ ଅର୍ଜୁନ, ଅବିବେକୀ ବେଦୋକ୍ତ କର୍ମକାଣ୍ଡର ପ୍ରଶଂସକ ବେଦର କର୍ମକାଣ୍ଡର ଫଳ ଛଡ଼ା ଆଉ ଅନ୍ୟ କିଛି ନାହିଁ ଏଭଳି ପ୍ରଶଂସା ବାକ୍ୟ କହିଥାନ୍ତି। କାମାତ୍ମାନଃ ସ୍ୱର୍ଗପରାଃ ଜନ୍ମ କର୍ମ ଫଳପ୍ରଦଂ କ୍ରିୟା ବିଶେଷ ବହୁଳାଂ ଭୋଗୈଶ୍ଚର୍ଯ୍ୟେ ଗତିଂ ପ୍ରତି। କାମାତ୍ମାନଃ, କାମନା କୁଳଚିତ୍ତ, ସ୍ୱର୍ଗପରାଃ, ସ୍ୱର୍ଗ ଲାଭରେ ଇଚ୍ଛୁକ, ଜନ୍ମ କର୍ମ ଫଳଂ ପ୍ରଦା, ଜନ୍ମରୂପ କର୍ମଫଳ ପ୍ରଦାନକାରୀ, ଭୋଗୈଶ୍ଚର୍ଯ୍ୟ ଗତିଂ ପ୍ରତି, ଭୋଗ ଓ ଐଶ୍ୱର୍ଯ୍ୟ ଲାଭର ଉପାୟ, କ୍ରିୟା ବିଶେଷ ବହୁଳାଂ, ବିବିଧ କ୍ରିୟାକଳାପଯୁକ୍ତ। କାମନା କୁଳଚିତ ଓ ସ୍ୱର୍ଗ ଲାଭର ଇଚ୍ଛୁକ ବ୍ୟକ୍ତି ଜନ୍ମକର୍ମ ଫଳ ପ୍ରଦାନକାରୀ ଭୋଗ ଓ ଐଶ୍ୱର୍ଯ୍ୟ ଲାଭ ନିମିତ୍ତ ନାନା ପ୍ରକାର କ୍ରିୟାକଳାପଯୁକ୍ତ କର୍ମ ଯାଗଯଜ୍ଞ ଆଦି
କଥା କହିଥାନ୍ତି। ଭୋଗୈଶ୍ଚର୍ଯ୍ୟ ପ୍ରସକ୍ତାନାଂ ତୟା ପହୃତ ଚେତସାଂ ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧୀୟତେ। ତୟା ଅପହୃତ ଚେତସାଂ ଭୋଗୈଶ୍ଚର୍ଯ୍ୟ ପ୍ରସକ୍ତାନାଂ ସେହି ପ୍ରଶଂସା ସୂଚକ ବାକ୍ୟ ଦ୍ୱାରା ବିମୁଗ୍ଧ ଚିତ୍ତ ଭୋଗ ଓ ଐଶ୍ୱର୍ଯ୍ୟରେ ଆସକ୍ତ ଚିତ୍ତ ବ୍ୟକ୍ତିମାନଙ୍କର ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧୀୟତେ। ନିଶ୍ଚୟାତ୍ମିକା ବୁଦ୍ଧି ସମାଧିରେ ଏକ ବିଷୟରେ ବା ପରମେଶ୍ୱରଙ୍କଠାରେ ସ୍ଥିର ହୁଏ ନାହିଁ। ବେଦର କର୍ମକାଣ୍ଡର ସେହି ପ୍ରଶଂସାସୂଚକ ବାକ୍ୟ ଦ୍ୱାରା ବିମୋହିତ ଭୋଗ ଓ ଐଶ୍ୱର୍ଯ୍ୟରେ ଆସକ୍ତ ବ୍ୟକ୍ତିମାନେ ସମାଧିରେ ସମାଧି ମତଲବ ପରମେଶ୍ୱରଙ୍କଠାରେ ଯେତେବେଳେ ଲୀନ ହୋଇଯାଇଥାନ୍ତି ଏକନିଷ୍ଠ ଚିତ୍ତ ହୋଇପାରନ୍ତି ନାହିଁ, କାରଣ ସେମାନେ ଆଶା ରଖିଥାନ୍ତି। ବେଦ ସାଧାରଣତଃ ଦୁଇ ଭାଗରେ ବିଭକ୍ତ, କର୍ମକାଣ୍ଡ ଓ ଜ୍ଞାନକାଣ୍ଡ। ବେଦର ସଂହିତା ଓ ବ୍ରାହ୍ମଣ ଭାଗ କର୍ମକାଣ୍ଡ, ଆରଣ୍ୟକ ଓ ଉପାସନା ଭାଗ ହେଲା ଜ୍ଞାନକାଣ୍ଡ। ଏହାକୁ ବେଦାନ୍ତ ମଧ୍ୟ କୁହାଯାଏ। ତେଣୁ ବେଦର କର୍ମକାଣ୍ଡକୁ ସାଧାରଣ ଲୋକେ ବେଦ ବୋଲି ମନେ କରନ୍ତି। ବିଭିନ୍ନ ପ୍ରକାର କର୍ମ ଓ ଉପାସନା ଦ୍ୱାରା ଯାଗଯଜ୍ଞ ଦ୍ୱାରା ମନୁଷ୍ୟକୁ ସାଂସାରିକ ସୁଖ ସମୃଦ୍ଧି ତଥା ପରଲୋକରେ ସ୍ୱର୍ଗ ସୁଖ ମିଳେ ବୋଲି କର୍ମକାଣ୍ଡୀମାନେ କହନ୍ତି। ସେମାନଙ୍କ ମତରେ ଏହା ଛଡ଼ା ଆଉ କିଛି ଅଧିକା ଲାଭ ନାହିଁ ଆଜ୍ଞା। ବିଭିନ୍ନ ପ୍ରକାର ସୁଖ ସମୃଦ୍ଧି ଲାଭ ପାଇଁ ବିଭିନ୍ନ ପ୍ରକାର କର୍ମ, ପୂଜା, ଉପାସନା ତଥା ଯଜ୍ଞ କରିବାକୁ ହୋଇଥାଏ। ଆଶାର ଅନ୍ତ ନାହିଁ, ୱାଣ୍ଟସ୍ ଆର୍ ଅନଲିମିଟେଡ୍। ଏଣୁ ବିଭିନ୍ନ ପ୍ରକାର କର୍ମ କରିବା ଫଳରେ ବ୍ୟକ୍ତି ବିକ୍ଷିପ୍ତ ଚିତ୍ତ ହୋଇଯାଇଥାଏ। ଗୋଟିଏ କାମରେ ବା ଗୋଟିଏ କଥାରେ ମନ ସ୍ଥିର ରହିପାରେ ନାହିଁ। କର୍ମକାଣ୍ଡ ଅନୁଷ୍ଠାନର ଫଳ ଅଛି ସତ, ମାତ୍ର ଅସ୍ଥାୟୀ, ସ୍ଥାୟିତ୍ୱ ନାହିଁ ତାର। ଏହାର ଅନୁଷ୍ଠାନରେ ମନୁଷ୍ୟ ସଂସାର ଚକ୍ରରେ ଘୁରି ବୁଲେ, ଜନ୍ମ ଲାଭ କରେ, ବିଭିନ୍ନ ପ୍ରକାର କର୍ମ କରେ ଓ ମରିଯାଇଥାଏ, ଶେଷରେ ମରିଯାଏ। ପୁଣି ଜନ୍ମ ଲାଭ କରେ, ବିଭିନ୍ନ କର୍ମ କରେ ଓ ମରେ। ଏହା ଲାଗି ରହିଥାଏ ଏ ବୃତ୍ତ ସଦୃଶ। ଏଇଭଳି ଯାଇ ଏପଟୁ ଆସେ, ପୁଣି ଏମିତି ଚାଲିଥାଏ। ଏହାର ନାମ ସଂସାର ଚକ୍ର। ଠିକ୍ ଭାବରେ କରି ନ ପାରିଲେ ବା ବିଘ୍ନ ଘଟିଲେ କର୍ମ ନିଷ୍ଫଳ ହୁଏ ବା ବିପରୀତ ଫଳ ଦିଏ। କିନ୍ତୁ ସ୍ଥିର ବୁଦ୍ଧି ହୋଇ ପରମାତ୍ମାଙ୍କୁ ଜାଣିପାରିଲେ ସଂସାର ବନ୍ଧନରୁ, ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳେ। ଏହା ହିଁ ବେଦାନ୍ତ ବା ଉପନିଷଦର ଶିକ୍ଷା। ତ୍ରୈଗୁଣ୍ୟ ବିଷୟା ବେଦଃ ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ ନିର୍ଦ୍ୱନ୍ଦ୍ୱ ନିତ୍ୟ ସତ୍ତ୍ୱସ୍ଥ ନିର୍ଯୋଗ କ୍ଷେମ ଆତ୍ମବାନ। ହେ ଅର୍ଜୁନ, ବେଦଃ ତ୍ରୈଗୁଣ୍ୟ ବିଷୟାଃ, ବେଦର କର୍ମକାଣ୍ଡ ସବୁ ତ୍ରିଗୁଣାନ୍ୱିତ। ତ୍ୱଂ ନିସ୍ତ୍ରୈଗୁଣ୍ୟ ଭବ, ତୁମେ ତ୍ରିଗୁଣାତୀତ ନିଷ୍କାମ ହୁଅ। ନିର୍ଦ୍ୱନ୍ଦ୍ୱ, ସୁଖ ଦୁଃଖାଦି ଦ୍ୱନ୍ଦ୍ୱ ରହିତ। ନିତ୍ୟ ସତ୍ତ୍ୱସ୍ଥ, ସର୍ବଦା ଯେହେତୁ କର୍ମର ଫଳଦାତା ଅନ୍ୟ ଜଣେ ବିଧାତା ବା ଅନ୍ୟ ଦେବତା, ସେତେବେଳେ ଫଳ କାମନା କରି କର୍ମ କରିବା ଅନୁଚିତ। ଧୈର୍ଯ୍ୟ ଅବଲମ୍ବନ ପୂର୍ବକ ନିର୍ଯୋଗ କ୍ଷମ, ଯୋଗ କ୍ଷମ ରହିତ ଆତ୍ମବାନ ଭବ, ଆତ୍ମନିଷ୍ଠ ହୁଅ। ହେ ଅର୍ଜୁନ, ବେଦ ସମୂହର କର୍ମକାଣ୍ଡ ସତ୍ତ୍ୱ, ରଜଃ, ତମ ପ୍ରକୃତିର ଏହି ତିନି ଗୁଣ ଦ୍ୱାରା ନିୟନ୍ତ୍ରିତ। ତେଣୁ ତୁମେ ତ୍ରିଗୁଣାତୀତ ହୋଇ ନିତ୍ୟ ଧୈର୍ଯ୍ୟ ଅବଲମ୍ବନ ପୂର୍ବକ ସୁଖ ସୁଖାଦି ଦ୍ୱନ୍ଦ୍ୱରେ ନିର୍ଲିପ୍ତ ରୁହ। ଅଲବ୍ଧ ବସ୍ତୁର ଲାଭ ବା ଯୋଗକୁ
ଆଶା କର ନାହିଁ କି ଲବ୍ଧ ବସ୍ତୁର ରକ୍ଷା ଯେଉଁଟା କ୍ଷମ ରେ ଯତ୍ନଶୀଳ ହୁଅ ନାହିଁ। ଏହି ଯୋଗକ୍ଷମ ତ୍ୟାଗ କରି ତ୍ରିଗୁଣାତୀତ ହୋଇ ଆତ୍ମାର ମଙ୍ଗଳ ନିମିତ୍ତ କାର୍ଯ୍ୟ କର। ତ୍ରିଗୁଣାତୀତ ନହେଲେ ମୁକ୍ତି ମିଳେ ନାହିଁ। ହେ ଅର୍ଜୁନ, ତମେ ଏମିତି ସବୁ କର। ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଲୁତୋଦକେ ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ। ସର୍ବତଃ ସଂପ୍ଲୁତୋଦକେ, ସର୍ବତ୍ର ଜଳପୂର୍ଣ୍ଣ ହୋଇଥିଲେ, ଉଦପାନେ କୂପରେ କୂଅରେ, କ୍ଷୁଦ୍ର ଜଳାଶୟରେ, ଯାବାନ ଅର୍ଥ ଯେପରି ପ୍ରୟୋଜନ, ବିଜାନତଃ ବ୍ରାହ୍ମଣସ୍ୟ ବ୍ରହ୍ମଜ୍ଞ ବ୍ୟକ୍ତିଙ୍କର, ସର୍ବେଷୁ ବେଦେଷୁ ସମସ୍ତ ବେଦରେ, ତାବାନ୍ ସେହିପରି ପ୍ରୟୋଜନ। ସକଳ ସ୍ଥାନ ଜଳପୂର୍ଣ୍ଣ ହୋଇଥିଲେ, କୂପାଦି କ୍ଷୁଦ୍ର ଜଳାଶୟରେ ଯେଉଁ ପ୍ରୟୋଜନ ସାଧିତ ହୁଏ, ବ୍ରହ୍ମଜ୍ଞ ପୁରୁଷର ସମସ୍ତ ବେଦର ସେହିପରି ପ୍ରୟୋଜନ। ଅର୍ଥାତ୍ ସୁସ୍ୱାଦୁ ବୃହତ୍ ଜଳାଶୟ ମିଳିଲେ ଯେପରି ଜଳପାନ ପାଇଁ କ୍ଷୁଦ୍ର କୂପାଦିର ଆବଶ୍ୟକତା ନଥାଏ, ସେହିପରି ସଚ୍ଚିଦାନନ୍ଦ ସାଗର ପରମାତ୍ମାଙ୍କୁ ଜାଣିପାରିଲେ ବେଦ ବା କର୍ମକାଣ୍ଡର ଆବଶ୍ୟକତା ନଥାଏ। ପ୍ରଥମେ ଆମକୁ ପରମାତ୍ମାଙ୍କୁ ଜାଣିବାକୁ ହିଁ ପଡ଼ିଥାଏ। କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମ ଫଳ ହେତୁର୍ଭୁର୍ମାତ୍ୟ ସଙ୍ଗୋସ୍ତ କର୍ମଣି। କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। କର୍ମଣି ଏଛତେ ଅଧିକାର, କର୍ମ କରିବାର ହିଁ ତୁମର ଅଧିକାର। କଦାଚନ ଫଳେଷୁ ମା, କେତେବେଳେ କେବେ ହେଲେ କର୍ମ ଫଳରେ ନୁହେଁ। କର୍ମଫଳ ହେତୁ, କର୍ମଫଳ ଆଶାରେ କର୍ମର ପ୍ରବୃତ୍ତ ମା ଭୁବ ହୁଅ ନାହିଁ। ଅକର୍ମଣି ତେ ସଙ୍ଗମ ଅସ୍ତୁ, କର୍ମ ତ୍ୟାଗରେ ତୁମର ପ୍ରବୃତ୍ତି ନ ହେଉ। କର୍ମ ସବୁ କରିବାରେ ତୁମର ଅଧିକାର ଅଛି, କର୍ମଫଳ ପାଇବାର ଅଧିକାର ନାହିଁ। କର୍ମଫଳରେ ଆଶା ରଖି ତୁମେ କର୍ମରେ ପ୍ରବୃତ୍ତ ହୁଅ ନାହିଁ, କିନ୍ତୁ କର୍ମଫଳରେ ଆଶା ନାହିଁ ବୋଲି ତୁମେ କର୍ମ ତ୍ୟାଗରେ ମଧ୍ୟ ପ୍ରବୃତ୍ତ ହୁଅ ନାହିଁ। ଗୀତାର ଏହି 4 ସୂତ୍ର କର୍ମଯୋଗର 4 ଚରଣ ଅଟେ। ଆଜ୍ଞା, 4ଟି ପାଦ, 4ଟି ଚରଣ। ପ୍ରଥମଟା କ'ଣ ନା କର୍ମ କରିବାରେ ତୁମର ଅଧିକାର କ'ଣ? ଆସନ୍ତୁ ଜାଣିବା କର୍ମ କରିବାରେ କ'ଣ ଅଧିକାର। ଅନ୍ୟ ଜୀବମାନେ କେବଳ ତାଙ୍କ ପୂର୍ବକୃତ କର୍ମଫଳ ବା ପ୍ରାରବ୍ଧ ଭୋଗ କରନ୍ତି, କିନ୍ତୁ ମନୁଷ୍ୟ ନୂତନ କର୍ମ କରିବାର ଅଧିକାର ପାଇଛି। ସେ ପ୍ରାରବ୍ଧ ଭୋଗ କରିବା ସଙ୍ଗେ ସଙ୍ଗେ କିଛି ନୂତନ କର୍ମ ଶୁଭାଶୁଭ କରିପାରେ। ସେ ବିଚାର ଶକ୍ତି ଆମର ଅଛି ଆଜ୍ଞା। ନା ଆମେ ମଣିଷ, ଭଲ କର୍ମ କଲେ ଭବିଷ୍ୟତରେ ଭଲ ଫଳ ପାଇବ ଏବଂ ମନ୍ଦ କର୍ମ କଲେ ମନ୍ଦ ଫଳ ପାଇବ। ମନ୍ଦ କର୍ମ ଫଳରେ ପୁଣି ସେ ନିଚ ଯୋନି ଲାଭ କରିବ। ଏଣୁ ତା ପକ୍ଷରେ ଉତ୍ତମ କର୍ମମାନ କରିବା ଉଚିତ। ଆମର କର୍ମ ଉତ୍ତମ ହେବା ଦରକାର। ଦ୍ୱିତୀୟଟା କ'ଣ ହେଲା ନା କର୍ମ ଫଳରେ ତୁମର ଅଧିକାର ନାହିଁ। ପ୍ରଥମଟା ହେଲା କ'ଣ ନା କର୍ମ କରିବାର ତୁମର ଅଧିକାର ଅଛି। ଦ୍ୱିତୀୟଟା କ'ଣ ରହୁଛି ନା କର୍ମ ଫଳରେ ତୁମର ଅଧିକାର ନାହିଁ। ଆମେ କର୍ମ କରିବା ଆଜ୍ଞା ଅଧିକାର ସାବିତ କରିପାରିବା ନାହିଁ। ଅନେକ ମନୁଷ୍ୟ ନାନା ପ୍ରକାର ସୁଖ ଭୋଗ ଆଶା କରି ନାନା କର୍ମ କରିଥାନ୍ତି, ମାତ୍ର ତାଙ୍କ ଆଶାନୁରୂପ ଫଳ ନ ମିଳି ହୁଏତ ଅନେକ ସ୍ଥଳରେ ବିପରୀତ ଫଳ ପାଇଥାନ୍ତି। ଅନେକ ପ୍ରକାର ସଂଯୋଗ ବିଯୋଗ ଚାହୁଁ ନଥିଲେ ମଧ୍ୟ ତାହା ତାଙ୍କୁ ଭୋଗ କରିବାକୁ ପଡ଼ିଥାଏ। କର୍ମର ଫଳ ସର୍ବଦା ବିଧାତାଙ୍କର ଅଧୀନ। ଆଜ୍ଞା, ଆମେ ଗଛଟେ ଲଗେଇଥାନ୍ତି, ସେଥିରେ ସବୁ ପ୍ରକାର ଯତ୍ନ ନେଇଥାନ୍ତି ସତ, କିଏ ଜାଣେ କେତେବେଳେ ମରୁଡ଼ି ହେଇଯିବ ବା ଜୋର ବର୍ଷା ହେଇକି ଗଛଟି ମରିଯାଇପାରେ, ବତାସରେ ଭାଙ୍ଗି ଯାଇପାରେ। ତ ତେଣୁକରି ଫଳ କାମନା କେମିତି କରିବା ଆମେ? ତାହା ତ ବିଧାତାଙ୍କ ଉପରେ। ଆମେ ଆମ କର୍ମ କରିବା, ଉପଯୁକ୍ତ କର୍ମ। ଏଣୁ ଫଳାକାଂକ୍ଷା ରଖି କର୍ମରେ ପ୍ରବୃତ୍ତ ହୁଅ ନାହିଁ, କାରଣ ଆଶାନୁରୂପ ଫଳ ନ ପାଇଲେ କେବଳ ମନସ୍ତାପ ହିଁ ସାର ହେବ। ମୁଁ ଏତେ ପରିଶ୍ରମ କରିଥିଲି ମୋର ହେଲାନି, ତେଣୁକରି ମନର ଆଶା କାହିଁକି ରଖିବା? ତା ଉପରେ କେତେ ବିପଦ ଅଛି, ସେଥିରୁ ତାକୁ ରକ୍ଷା କରିବା ଦାୟିତ୍ୱ, ସେ ଫଳକୁ ଦେବା ଦାୟିତ୍ୱ ହେଉଛି ବିଧାତାଙ୍କର, ଯିଏ ସଂସାରର ନିୟନ୍ତକର୍ତ୍ତା। ଯେହେତୁ କର୍ମର ଫଳଦାତା ଅନ୍ୟ ଜଣେ ବିଧାତା ବା ଅନ୍ୟ ଦେବତା, ସେତେବେଳେ ଫଳ କାମନା କରି କର୍ମ କରିବା ଅନୁଚିତ। ଚତୁର୍ଥ କ'ଣ ରହୁଛି ନା ଫଳାକାଂକ୍ଷା ନାହିଁ ବୋଲି କର୍ମ ତ୍ୟାଗ କର ନାହିଁ। ଫଳ ପାଇବିନି ବୋଲି ମୁଁ କର୍ମ କରିବିନି, ଏ କିଭଳିଆ କଥା?
ନାହିଁ ଆଜ୍ଞା। ନିଜର ବର୍ଣ୍ଣ, ଆଶ୍ରମ, ସ୍ୱଭାବ ଓ ପରିସ୍ଥିତି ଅନୁସାରେ ମିଳିଥିବା କର୍ମ କରିବା ଉଚିତ। ତାହା ନ କରିବା ଦ୍ୱାରା ପାପ ଭାଗୀ ହେବାକୁ ହୋଇଥାଏ। କର୍ମ କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ ନ କଲେ ସମାଜରେ ବିଶୃଙ୍ଖଳତା ବା ବିଶୃଙ୍ଖଳା ଦେଖାଦିଏ। ଏହା କର୍ମ କରିବା ଅଧିକାରର ଦୁରୁପଯୋଗ ଅଟେ। ଏସବୁ ହେଉଛି କର୍ମଯୋଗର ସୂତ୍ର ବା କର୍ମ କିପରି ଭାବରେ କରାଗଲେ ଉତ୍ତମ ଫଳ ଲାଭ ହେବ ତାହାର ବର୍ଣ୍ଣନା। ତେଣୁ ପ୍ରତ୍ୟେକ ମନୁଷ୍ୟ ପକ୍ଷରେ କର୍ମଯୋଗର ଏହି 4 ସୂତ୍ରକୁ ପାଳନ କରି ସମସ୍ତ କର୍ମ କରିବା ଉଚିତ। ଫଳରେ ସେ ପାପ କର୍ମ କରିପାରିବ ନାହିଁ ବା ପାପ ଭାଗୀ ହେବ ନାହିଁ ଏବଂ କ୍ରମେ କ୍ରମେ ଉତ୍ତମ ପଥରେ ଅଗ୍ରସର ହୋଇ ମୁକ୍ତି ଲାଭ କରିବ। ଏହା ହିଁ ଗୀତାର ମୂଳ ତତ୍ତ୍ୱ। ପୂର୍ବ ଶ୍ଲୋକମାନଙ୍କର ବର୍ଣ୍ଣିତ ଫଳ ଆଶା ରଖି ବେଦର କର୍ମକାଣ୍ଡ ନିର୍ଦ୍ଦେଶିତ କର୍ମାନୁଷ୍ଠାନ ତ୍ୟାଗର ଏଠାରେ ସମାଧାନ କରାଯାଇଛି। କର୍ମ ତ୍ୟାଗ କର ନାହିଁ, ମାତ୍ର ଫଳର ଆଶା ରଖି କର୍ମ କର ନାହିଁ। ପରବର୍ତ୍ତୀ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କର୍ମର କୌଶଳ ବା ଯୋଗକୁ ଅଧିକ ସ୍ପଷ୍ଟ କରିଦେଇଛନ୍ତି। ଆସନ୍ତୁ ଅଳ୍ପ କିଞ୍ଚିତ ମାତ୍ର ଆରମ୍ଭ କରିବା ଏବଂ ବୁଝିବା। ଯୋଗସ୍ଥ କୁରୁ କର୍ମାଣି ସଙ୍ଗ ତ୍ୟକ୍ତ୍ୱା ଧନଞ୍ଜୟ ସିଦ୍ଧ୍ୟ ସିଦ୍ଧ୍ୟୋ ସମଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ। ଧନଞ୍ଜୟ, ହେ ଅର୍ଜୁନ, ଯୋଗସ୍ଥ ଯୋଗରେ ଅବସ୍ଥିତ ହୋଇ ସଙ୍ଗଂ ତ୍ୟକ୍ତ୍ୱା ଫଳ କାମନା ତ୍ୟାଗ କରି ସିଦ୍ଧି ଓ ଅସିଦ୍ଧିରେ ସମଃ ଭୂତ୍ୱା ସମାନ ଅର୍ଥାତ୍ ହର୍ଷ ବିଷାଦ ଶୂନ୍ୟ ହୋଇ କର୍ମାଣି କୁରୁ କର୍ମ ସବୁ କର। ସମତ୍ୱଂ ଯୋଗ ଉଚ୍ୟତେ, ଏହି ସମତାକୁ ଯୋଗ ହିଁ କୁହାଯାଏ। ହେ ଅର୍ଜୁନ, ଫଳ କାମନା ତ୍ୟାଗ କରି ସିଦ୍ଧି ଓ ଅସିଦ୍ଧିକୁ ସମାନ ମନେ କରି ସବୁ କର୍ମ କର। ଏଭଳି ସମତା ଜ୍ଞାନକୁ ଯୋଗ କୁହାଯାଏ। ଦୂରେଣ ହ୍ୟବରଂ କର୍ମ ବୁଦ୍ଧି ଯୋଗାତ୍ ଧନଞ୍ଜୟ ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣଂ ଫଳ ହେତବଃ। ହେ ଧନଞ୍ଜୟ, ହେ ଅର୍ଜୁନ, କର୍ମ ବୁଦ୍ଧି ଯୋଗାତ୍, କାମ୍ୟ କର୍ମ ସମସ୍ତ ବୁଦ୍ଧିଯୋଗ ଅପେକ୍ଷା ଦୂରେଣ ହିଁ ଅବରଂ ନିତାନ୍ତ ନିକୃଷ୍ଟ ଫଳ ହେତବଃ କୃପଣଃ ଫଳ କାମନାକାରୀଗଣ କୃପାର ପାତ୍ର ବୁଦ୍ଧୌ ଶରଣଂ ଅନିଚ୍ଛ ସମସ୍ତ ବୁଦ୍ଧିରେ ଆଶ୍ରୟ ନିଅ। ହେ ଅର୍ଜୁନ, କାମ୍ୟକର୍ମ ସମସ୍ତ ବୁଦ୍ଧିଯୋଗ ଅପେକ୍ଷା ନିତାନ୍ତ ନିକୃଷ୍ଟ ଯେଉଁମାନେ ଫଳ କାମନା କରି କର୍ମ କରନ୍ତି ସେମାନେ କୃପାର ପାତ୍ର ଦୀନ। ତେଣୁ ତୁମେ ସମସ୍ତ ବୁଦ୍ଧିର ଆଶ୍ରୟ ନିଅ। ବୁଦ୍ଧିଯୁକ୍ତ ଯତ୍ହାତିହ ଉଭୟ ସୁକୃତ ଦୁଷ୍କୃତେ ତସ୍ମାତ୍ ଯୋଗାୟ ଯୁଜ୍ୟସ୍ବ ଯୋଗଃ କର୍ମସୁ କୌଶଳମ୍। ଅନ୍ୱୟ କ'ଣ ଅଛି ଏଠି ଦେଖିବା। ବୁଦ୍ଧିଯୁକ୍ତ ସମସ୍ତ ବୁଦ୍ଧିଯୁକ୍ତ କର୍ମଯୋଗୀ ଇହ ଉଭେ ସୁକୃତ ଦୁଷ୍କୃତେ ଯାହାତି, ଏହି ଲୋକରେ ପୁଣ୍ୟ ପାପ ଉଭୟକୁ ତ୍ୟାଗ କରନ୍ତି। ତସ୍ମାତ୍ ଯୋଗାୟ ଯୁଜ୍ୟସ୍ବ, ତେଣୁ କରି ଯୋଗ ନିମିତ୍ତ ଯତ୍ନ କର। ଯୋଗଃ କର୍ମସୁ କୌଶଳମ୍, କର୍ମରେ କୌଶଳ ହିଁ ଯୋଗ ଅଟେ। ସମସ୍ତ ବୁଦ୍ଧିଯୁକ୍ତ କର୍ମଯୋଗୀ ଏହି ପୃଥିବୀରେ ପାପ ପୁଣ୍ୟ ଉଭୟକୁ ତ୍ୟାଗ କରନ୍ତି। ତେଣୁ କରି ସେହି ଯୋଗ ନିମିତ୍ତ ତୁମେ ଯତ୍ନ କର। କର୍ମରେ କୌଶଳ ହିଁ ଯୋଗ ଅଟେ। କର୍ମଜଂ ବୁଦ୍ଧିଯୁକ୍ତା ହି ଫଳଂ ତ୍ୟକ୍ତ୍ୱା ମନୀଷିଣଃ ଜନ୍ମ ବନ୍ଧ ବିନିର୍ମୁକ୍ତା ପଦଂ ଗଚ୍ଛନ୍ତ୍ୟନାମୟମ୍। ବୁଦ୍ଧିଯୁକ୍ତ ମନୀଷିଣ ସମସ୍ତ ବୁଦ୍ଧିଯୁକ୍ତ ଜ୍ଞାନୀମାନେ କର୍ମଜଂ ଫଳ ତ୍ୟକ୍ତ୍ୱା କର୍ମଜନିତ ଫଳ ତ୍ୟାଗ କରି ଜନ୍ମ ବନ୍ଧ ବିନିର୍ମୁକ୍ତା ଜନ୍ମରୂପ ବନ୍ଧନର ମୁକ୍ତ ହୋଇ ଅନାମୟଂ ପଦଂ ସର୍ବୋପଦ୍ରବ ରହିତ ପରମ ପଦ ଗଚ୍ଛନ୍ତି ହି ଲାଭ କରିଥାନ୍ତି।
समस्त बुद्धियुक्त ज्ञानी व्यक्ति माने बा कर्मयोगी माने कर्मजनित फल त्याग करे जन्मरूप बंधनर मुक्त होई अनामय परम पद लाभ करती। समस्ते तो कर्म करते आज्ञा, किंतु जे कर्मर कौशल जानती से जने योगी, कारण से कर्म करी मध्य कर्मफलर बंधनर मुक्त। पानी गोलिया होइथिले भी पीवा छाड़ी हेब नहीं, बरम ताको कौशल रे परिष्कार करी पीबार उपयुक्त करने को आज्ञा, ताको फिल्टरेशन करिया पड़ियो। गोलिया पानी तो जने पी पारिबनी किंतु अनुपयुक्त बोली भाभी पारिबो नहीं, कारण ता प्रति तार कर्म करिया को पड़ियो, ताको फिल्टराइजेशन करियो, पीवा पई उपयुक्त करइयो। कौशल परिष्कार करी पीबार उपयुक्त करिया पड़े। सेहीपरि कर्म छाड़िबा को हेब नहीं, अथच कौशल रे कर्म करी जन्म बंधनर मुक्त हेबा को हेब। जदा ते मोह कलिलं बुद्धिर्व्यतितरिष्यति तदा गन्तासि निर्वेदं श्रोतव्यस्य श्रुतस्य च। जदा ते बुद्धि मोह कलिलं व्यतितरिष्यति, जेतेबेले तुमर बुद्धि मोह बा अज्ञान गहन कानन अतिक्रम करिबो तदा श्रोतव्य श्रुतस्य च, सेतेबेले जहाँ शुणिब ओ जहाँ शुणिच से सब विषय निर्वेदं गंतासी वैराग्य प्राप्त हेब। जेतेबेले तुमर बुद्धि दुस्तर मोह परित्याग करिबो सेतेबेले तुमे जहाँ शुणिछ बा जहाँ शुणिब कर्मकांडर से स्मृति मधुर फल से सब विषय तुमर वैराग्य निश्चित भाव आसीजिबो। श्रुति विप्रतिपन्नाते जदास्तस्यति निश्चला समाधावचला बुद्धि तदा योगमवाप्स्यसि। जदा श्रुति विप्रतिपन्नाते बुद्धि, जेतेबेले नाना फलश्रुति द्वारा विक्षिप्त तुमर बुद्धि समाधौ निश्चला अचला स्थास्यति, समाधेर निश्चल होई चंचल न होई स्थिर होई रहिबो तदा योगं अवाप्स्यसि, सेतेबेले तुमे योग प्राप्त हेबो। एथि पूर्वर वेदर नाना प्रकार फलश्रुति द्वारा तुम बुद्धि विक्षिप्त होई अछि। हे अर्जुन, श्रीकृष्ण कहउचंती ना अर्जुन को बुझाउचंती ए सब युद्ध को जीवापाई युद्ध करने, जोटा कि आमर नित्य नैतिक जीवन रे उपादेय बहुत उपादेय आज्ञा। गीतार प्रति श्लोक प्रति अक्षर उपयुक्त मीनिंग सब अच्छे आज्ञा, जोटा कि आमर प्रति मुहूर्त आमको कार्य लगे प्रति स्टेप रे। एथि पूर्वर वेदर नाना प्रकार फलश्रुति द्वारा तुम बुद्धि विक्षिप्त हुई अछि। जेतेबेले समाधि रे बा परमेश्वर ठारे साधारणतः आपण माने लक्ष्य करथिबे, जेतेबेले आपण हाथ जोड़िकी भगवानंकर जुहारटे होउचंती, आपणकर बुद्धि चेतना सब भगवान पाखरे समर्पित दउचंती, निजको समर्पित दउचंती, सेटा ही समाधि। जेतेबेले परमेश्वर ठारे आपण लीन हो जाउचंती, तुम बुद्धि निश्चल होई रहिबो, सेतेबेले तुमे योग प्राप्त हेबो बा योग सिद्धि हेबो। एतिकी पर्यंत आज्ञा आजिर समय थिला। आपण माने बहुत संख्यार आछंती। सरोज विश्वाल जी, डेनी गुड मॉर्निंग डियर, वेरी गुड मॉर्निंग। अभिषेक स्वाई नमस्ते आज्ञा, नमस्ते। काली आपण लाइव रे मु भी आपण देखिथिली, वेरी नाइस चर्चा, थैंक यू। आपण माने आसंतु। अच्छा, निश्चित भाव आपण देखुचंती मानस नायक, शुभ सकाळ आपण मानकर एवं आपण मानक परिवार साथी सदर मानकर निश्चित भावे मंगल हेबो। जे आपण माने सुनिले भी आपण माने भी कर्म रे लगेई परिबे। आमी माने निश्चित हम कर्म जीवन रे याको भित्तिभूमि भावे परिचालित करिवा रोचे आज्ञा। आज तो समय हो गलानी, मु 15 मिनिट रु 20 मिनिट भितर समय नौची, बेसी समय नहीं पारुनी आज्ञा। कारण समस्ते प्रायतः ऑफिस ड्यूटी, समस्त कार स्कूल ड्यूटी, कॉलेज ड्यूटी, ऑफिस ड्यूटी, विभिन्न प्रकार ऑफिशियली ड्यूटी समस्त रही। मत भी मोर संसार जीवन को आगे जावा पड़ो, मोर कर्म मध्य को मत अग्रसर करने पड़ो। ता मध्य मात्र 15-20 मिनिट मु आपण मान सहित चर्चा करने आसी जाऊँगी। मोर आपण मानक एतिक रिक्वेस्ट, निश्चित भाव आपण मैंने यह काली आमर अभिषेक स्वाई जी कहला भली
ବିଭିନ୍ନ ପ୍ରକାର ଗ୍ରୁପରେ ସେୟାର କରନ୍ତୁ, ଯାହାକି ମୋତେ ଆଗକୁ ଆଗେଇବା ପାଇଁ ସାହାଯ୍ୟ କରିବ ଏବଂ ମୁଁ ଗୀତା ଚର୍ଚ୍ଚାକୁ ଆହୁରି ଆହୁରି ଆଗକୁ ନେବି। ଆଉ ଗୀତା ଚର୍ଚ୍ଚା ପରେ ପରେ ଭାବିଛି ୟା ପରେ ଶ୍ରୀମଦ୍ ଭାଗବତ ବି ଚର୍ଚ୍ଚା କରିବି, କିନ୍ତୁ ଶ୍ରୀମଦ୍ ଭଗବତ ଗୀତାଙ୍କର ସରିଲା ପରେ ସମସ୍ତ ଅଧ୍ୟାୟ, ଏହା ତ ଦ୍ୱିତୀୟ ଅଧ୍ୟାୟର ସାଂଖ୍ୟ ଯୋଗ ଆଜ୍ଞା ଚାଲିଛି। ତ ଆସନ୍ତାକାଲି ଠିକ୍ ଏହି ସମୟରେ ଶ୍ରୀକୃଷ୍ଣଙ୍କ କଥା ଶୁଣି ଶୁଣି ଶ୍ରୀକୃଷ୍ଣଙ୍କର ଉପାଦେୟ ସବୁ ପ୍ରକାର ବାଣୀରେ ଅର୍ଜୁନ ନିଶ୍ଚିତ ଭାବେ ଯୁଦ୍ଧ କ୍ଷେତ୍ରକୁ ଆଗେଇବେ, ଯୁଦ୍ଧ କରିବା ପାଇଁ ଆଗେଇବେ ବୋଲି ମୋର ଯାହା ବିଶ୍ୱାସ ଅଛି। ନିଶ୍ଚିତ ଭାବେ ଆସନ୍ତାକାଲି ଅର୍ଜୁନଙ୍କର ରହୁଛି କଥୋପକଥନ, ଅର୍ଜୁନଙ୍କର ଉବାଚ ରହୁଛି। ଅର୍ଜୁନ କାଲି କ'ଣ କହୁଛନ୍ତି ଆମେ ଦେଖିବା, ଯେ କେତେ ମାତ୍ରାରେ ସେ ଆଲୋଡ଼ିତ ହୋଇଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ କଥାରେ ଆଗକୁ ଆଗେଇବା ପାଇଁ ମନସ୍ଥ କରିଛନ୍ତି। ରହୁଛି ଆଜ୍ଞା, ଜୟ ଜଗନ୍ନାଥ। ଆଜିର ଦିନଟି ଆପଣମାନଙ୍କର ମଙ୍ଗଳମୟ ହେଉ।